ମୋ ନାଁ ହେଲା ନବକିଶୋର ପ୍ରଧାନ। ବାପାଙ୍କ ନାଁ ନରୋତ୍ତମ ପ୍ରଧାନ। ପ୍ରହରାଜପୁର ଗ୍ରାମ, ରାଜନଗର ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲା। ଆଜ୍ଞା, ଅଭି ବୋଲି ଜଣେ ସାଙ୍ଗ, ଅଭି ସ୍ୱାଇଁ, କୋଇଲପୁର ତାଙ୍କ ଘର। ସେ ମୋ ସାଙ୍ଗରେ ଫ୍ରେଣ୍ଡସିପ୍ ହେଇକି ଆଉ ମୋତେ ଇଏ ସୁମିତ୍ରା ରାଉତର ନମ୍ବର ଦେଲା। ସୁମିତ୍ରା ରାଉତ ଝିଅ ପିଲା ମୋତେ କହି ଗରିବ ଘର ପିଲା ବୋଲି କହି ତା'ର ବାପା ନାହିଁ ବୋଲି କହିଲା। ଆଉ ସେ ତତେ ମ୍ୟାରେଜ୍ କରିବ, ଆଉ ତୁ ତା ସାଙ୍ଗରେ କଥା ହ। ମୁଁ କଥା ହେଲା ପରେ ଝିଅ ବି ମୋତେ ହଁ ମାଇଲା। ଆଉ ମୋଥିରୁ ଫାଷ୍ଟ ପଇସା ସବୁ ନେଲେ। ଆଉ ତାପରେ ହ୍ୟାଣ୍ଡିକ୍ୟାପ୍ ବୋଲି ସେ ଜାଣିଲା। ଆଉ ତାପରେ ସେ କହିଲା ମୁଁ ମ୍ୟାରେଜ୍ କରିଥିଲି, ଆଉ ମୋ ସ୍ୱାମୀ ମରିଯାଇଛି, ଆଉ ମୋର ଗୋଟେ ପୁଅ ଅଛି, ଆଉ 6-7 ବର୍ଷର। ଆଉ ତମେ କ'ଣ କହୁଛ, ମୋତେ ମ୍ୟାରେଜ୍ କରିବ? ମୁଁ କହିଲି ହଁ, ମୁଁ ମ୍ୟାରେଜ୍ କରିବି। ଆଉ ତମକୁ ତାପରେ ମୋତେ କହିଲା ତମେ ମୋତେ ଛାଡ଼ିବନି ତ? ମୁଁ କହିଲି ନାଇଁ, ମୁଁ ସେମିତି ଇଏ କରିବିନି, ମୁଁ ଛୋଟା ଲୋକ, ମୁଁ ସେମିତି ଇଏ କରିବିନି। ଆଉ ତାପରେ ଇଏ କଲା ଭିତରେ ମୋ କତିରୁ ପଇସା ନେଲା, ତା ଭଉଣୀ ସାଥିରେ କଥାବାର୍ତ୍ତା କରାଇଲା, ତା ଭେଣେଇ ସାଥିରେ କଥାବାର୍ତ୍ତା କରାଇଲା, ଆଉ ତା ମାଆ ସାଥିରେ କଥାବାର୍ତ୍ତା କରାଇଲା, ପୁଅ ସାଥିରେ କଥାବାର୍ତ୍ତା କରାଇଲା। ଆଉ ଏବେ ସେ ହାଇଦ୍ରାବାଦରେ ଅଛି। ସେ ଆଗରୁ କହୁଥିଲା ଭୁବନେଶ୍ୱରରେ ରହୁଥିଲା, କ'ଣ କାମ କରୁଥିଲା, ଆଉ ଏବେ ଟେଲରିଂ କାମ କରୁଛି। ସେ ହାଇଦ୍ରାବାଦରେ ରହିକି ହେଲେ କିନ୍ତୁ ହଷ୍ଟେଲ ଭିତରେ ନାହିଁ, ବାହାରେ ରହିଛି। ଗୋଟେ ବିଶ୍ୱଜିତ ବେହେରା ଆଉ ତା ପାଖରେ ଅଛି। ଆଉ ସେ ପିଲା ପାଖରେ ମୁଁ ତାକୁ କହିଲା ବେଳକୁ ସେ କହୁଛି ନାଇଁ, ଏଠି ଜଣେ ଭାଇ ଭାଉଜ ଅଛନ୍ତି, ତାଙ୍କରି ପାଖରେ ମୁଁ ଆସିକି ଅଛି। ଆଉ ଆମେ ଲେଡ଼ିସ୍ ମିଶିକି ଆମେ ରହୁଛୁ। ହେଲେ ମୋତେ ଡାଉଟ୍ ଟିକେ ହେଲା। ମୁଁ କହିଲି ନାଇଁ, ତୁ ଗୋଟେ ପୁଅ ପିଲା ପାଖରେ ଅଛୁ, ତୁ କ'ଣ ତାଙ୍କ ମୋବାଇଲରେ କଲ୍ କରୁଛୁ ସବୁ? ଆଉ ତୁ କହିଲା ମୋ ମୋବାଇଲ ଖରାପ ହେଇଯାଇଛି, ମୋତେ ବାଗେଇବାକୁ ପଇସା ଦିଅ। ମୁଁ ବାଗେଇବାକୁ ଦେଲି, ପଇସା ଦେଲି, ମୋବାଇଲ ବାଗେଇ ହେଲାନି। ଆଉ ତାପରେ ମୋବାଇଲ ଗୁଡ଼ା କିଣିବାକୁ କହିଲା, ପଇସା ପତ୍ର ଦେଲି। ଆଉ ମୋତେ ସେଇକିନା ମାନେ ହ୍ୱାଟ୍ସଆପ୍ରେ ଭିଡ଼ିଓ କରି ସବୁ କଲ୍ କଲା। ଆଉ ସ୍ୱାମୀ ସ୍ତ୍ରୀର ପରିଚୟ ଦେଲା, କହିଲା ଆଉ କେମିତି କ'ଣ ତୁମକୁ ବିଶ୍ୱାସ କରେଇବି, ଆଉ ମୁଁ ତୁମର ସ୍ତ୍ରୀ ବୋଲି ତୁମକୁ ସବୁ କିଛି ସ୍ୱାମୀ ସ୍ତ୍ରୀର ଯାହା ହେବା କଥା ମୁଁ ତାକୁ ଇଏ କଲି। ଆଉ ତୁମକୁ ଫେବୃଆରୀ 16କୁ ତୁମକୁ ତୁମ ପାଖରେ ଯାଇକି ପହଞ୍ଚିବି। ଆଉ ତାପରେ ମୋ କତିରେ ବି ଦେଖା ହେଇକି ପଇସା ପତ୍ର ନେଲା। ଆଉ ଏଠି ସିକେନ୍ଦ୍ରାବାଦରେ ଦେଖା ହେଲା। ସିକେନ୍ଦ୍ରାବାଦରେ ବି ମୋତେ ଡାକିଲା, ମୁଁ ଗଲି। ସେଠି ଯାଇକି କିଛି ହାତରେ କ୍ୟାସ୍ ଦେଲି, ଆଉ କିଛି ଫୋନ୍ପେରେ ପଇସା ଦେଲି। ଆଜ୍ଞା, ମୋତେ ଏବେ ମୋତେ ମୋ ସାଙ୍ଗରେ କଥା ହେବା ମୋତେ ଧମକଉଛି, ଇଏ କରୁଛି। ଆଉ ଆଜ୍ଞା କ'ଣ କରିବି ମୁଁ ଜାଣିନି। ତା ବାପା ନାଁ ହେଲା ଅଜୟ ରାଉତ, ତାଙ୍କ ଘର ହେଲା କେଡ୍ରାଗଡ଼, ବେଲପାଳରେ ବାହା ହେଇଥିଲା, ଆଉ ତା ସ୍ୱାମୀ ମରିଯାଇଛି। ଆଜ୍ଞା, ଆଉ କ'ଣ କରିବି? ମୁଁ ଏତିକି। ମୋତେ ବହୁତ ବ୍ଲାକମେଲ୍ କରୁଛି, କଲ୍ କରୁଛି, ପଇସା ମାଗୁଛି, ହେଲେ କିନ୍ତୁ ମୋ ପାଖକୁ ସେ ଆସୁନାହିଁ। ଆଉ କ'ଣ କରିବି? 16 ତାରିଖ ବୋଲି କହିକି ମୋତେ ଏମିତି କହୁଛି। ତୁ କ'ଣ କହ, ମୋତେ ପଇସା ମାଗୁଛି, ଆଉ ଦେ, ପଇସା ଦେ, ନହେଲେ ଆଉ ତୁ କ'ଣ ମୋତେ ଇଏ କରିବୁ, ଏମିତି ଇଏ କରିକି ବ୍ଲାକମେଲ୍ କରୁଛି। ଆଉ ଆଜ୍ଞା, ମୁଁ ଚାହୁଁଛି ମୋତେ ଟିକେ ଏତିକି ସାହାଯ୍ୟ କରନ୍ତୁ। ଆଉ କ'ଣ କରିବି? ମୋତେ କିଛି, ମୋ ପାଖରେ ଆଉ ରାସ୍ତା କିଛି ନାହିଁ। ଆଜ୍ଞା, ଏଇ ଇଏରେ ଆପଣଙ୍କୁ ସାହାଯ୍ୟ ମାଗୁଛି।